ବର୍ଷଠାରୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚୋରା ଚାଲାଣ ହେବାକୁ ଥିବା 4000 କେଜି ଭାଙ୍ଗ ଏବଂ 40 କେଜି ଗଞ୍ଜେଇ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍। ଏହାର ଆନୁମାନିକ ମୂଲ୍ୟ ପାଖାପାଖି 22 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ମାମଲାରେ ପିପିଲି କରସୋଦା ଅଞ୍ଚଳର 2 ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ଅବକାରୀ ବିଭାଗ। ଆମେ 100 ବସ୍ତା ଭାଙ୍ଗ ରିକଭରି କଲୁ ତା ଗୋଡାଉନ ଆଉ ଗଞ୍ଜେଇ 40 କେଜି ଗଞ୍ଜେଇ ରିକଭରି ହେଇଛି। ଆଉ 2 ଜଣଙ୍କୁ ଆମେ ଆରେଷ୍ଟ କରିଛୁ। 2 ଜଣ ଆରେଷ୍ଟ ଯେଉଁ କରିଛୁ ସେମାନଙ୍କ ନାଁ ହେଲା ଆମର ସୁଦର୍ଶନ ନନ୍ଦ ଆଉ ସ୍ମୃତି ରଞ୍ଜନ ପାଣି। ବହୁତ ଦିନ ହେଲାଣି ସେମାନେ ବେପାର କରୁଥିଲେ, ସେମାନେ ଷ୍ଟକ୍ ଆଣୁଥିଲେ, ସେ ଜାଗାରେ ନ ରଖି ସାଙ୍ଗେ ସାଙ୍ଗେ ଷ୍ଟକ୍ ତାକୁ ଇଏ କରିଦେଉଥିଲେ, ମାନେ ବିକ୍ରି ବଟା କରିଦେଉଥିଲେ।